ଜୟ ଜଗନ୍ନାଥ ସାଙ୍ଗମାନେ, ଚାଲନ୍ତୁ ଆଜିର ଭିଡ଼ିଓଟି ଷ୍ଟାର୍ଟ କରିବା। ପ୍ରଥମେ ସକାଳ ନିତ୍ୟକର୍ମ ସାରି ସବୁ କାମ ସାରି ପୂଜା ସାରି ସାରିଲା ପରେ ପେଟ ପୂଜାରେ ଲାଗିଯାଇଥିଲି। ପେଟ ପୂଜାରେ ଆଜି ବନେଇଥିଲି ଉପମା ଆଉ କାଲିର ବଞ୍ଚି ଯାଇଥିବା ଡାଲମା। ସବୁ କାମ ସାରି ସାରିଲା ପରେ ବାହାରି ଯାଇଥିଲୁ ତିନି ପ୍ରାଣୀ ଭ୍ୟାକ୍ସିନ ନେବା ପାଇଁ। ଆଜି ମୋ ଝିଅର ଭ୍ୟାକ୍ସିନର ଦିନ। ତୋର ହସ ଦେଖିଲେ ମନ ଦିନଟା ଆଲୋକିତ ହୋଇଥାଏ। ଏ ହସ ହଜାର ଚିନ୍ତାର ଔଷଧ। ହସ ଯେତେ ସହଜ ଆଉ ସେତେ ମନୁଷ୍ୟ ସୁନ୍ଦର। ଯେଉଁଠି ହସ ଓ ଲୁହର ମିଳେ ସେଇଠି ଆସିଲା ଜୀବନର ସ୍ୱାଦ। ଏଠି ମୋ ଝିଅର ଭ୍ୟାକ୍ସିନ ସରିଲା ପରେ କାନ୍ଦ ଷ୍ଟାର୍ଟ ହେଇଥିଲା ଆଉ ତାପରେ ଆସିଯାଇଥିଲା ସ୍ୱାଦ। ମାନେ ଏଠି ହେଲା କଙ୍କଡ଼ା କିଣା ହଉଥିଲା। ଆଜି ନନଭେଜ ବାରି, ସେଥିପାଇଁ କଙ୍କଡ଼ା କିଣା ହେଇଯାଇଥିଲା। ଆସିଲା ବେଳକୁ କଙ୍କଡ଼ା କିଣିକି ଆଣି ସାରିଥିଲୁ। ଏଠି ମୁଁ ମସଲା ବାଟି ଦେଇଥିଲି, ତାପରେ ଏଠି ପିଆଜ କାଟି ଦେଇଥିଲି। କାଟି ସାରିଲା ପରେ ଭାତ ବସେଇ ଦେଇଥିଲି। ଭାତ ସହିତ ଏଠି ବନେଇ ଦଉଥିଲି ସୋୟାବିନ୍ ଆଳୁର ତରକାରୀ। ଏଠି ସୋୟାବିନ୍ ଆଳୁ ତରକାରୀ, କାରଣ ଆଜି ନନଭେଜ ବାରି, ନନଭେଜ ସହିତ ଭେଜ ବି ହବ, ତ ଏଠି ସୋୟାବିନ୍ ତରକାରୀ। ମୋ ଝିଅର କାନ୍ଦ ଦେଖ, ଭ୍ୟାକ୍ସିନ ନେଇ ଆସିଛି କେମିତି କହୁଛି ସେ। ନା ତମେ କୋଉଠି ଇଞ୍ଜେକ୍ସନ ଦେଇଛନ୍ତି କହିଦେଲ? କୋଉଠି ଦେଇକି? ଏ ଜଙ୍ଘରେ ଦେଇଦେଲେ? ଭ୍ୟାକ୍ସିନ ନେଇଛ? ଭ୍ୟାକ୍ସିନ କାଟିଲା? କେମିତି କାନ୍ଦିଲ ତମେ? କେମିତି କାନ୍ଦିଲ? ପାପା କହିକି କାନ୍ଦିଲ? କେମିତି କାନ୍ଦିଲ ଟିକେ କହିଦେଲ? କେମିତି କାଟିଲା? କାଟିଲା? ମୋ ଧନକୁ କାଟିଲା? କେମିତି ଦେଇଦେଲେ? କାନ୍ଦିଲ କେମିତି କହିଦେଲ? ଛୁଞ୍ଚିରେ ଫୁଟେଇ ଦେଲେ? ଆଚ୍ଛା, କହିଲୁ କାଟିଲା? କାଟିଲା? ମୋ ମାମା ତା ହାତର କଙ୍କଡ଼ା ଝୋଳ ସାଧାରଣ ନୁହେଁ, ଏକ ଭାବନା। କଙ୍କଡ଼ା ଝୋଳ ସ୍ୱାଦ ନୁହେଁ, ଏକ ଅନୁଭବ। ମା ହାତର କଙ୍କଡ଼ା ଝୋଳ। କଙ୍କଡ଼ା ଝୋଳ ସ୍ୱାଦର ଯଦି ରାଜା ଅଛି, ସେ ହେଉଛି କଙ୍କଡ଼ା ଝୋଳ। ମସଲାରେ ଭିଜିଲେ କଙ୍କଡ଼ା ଖାଇବାର ହୃଦୟର ଖୁସି। କଙ୍କଡ଼ା ଦେଖିଲେ ହାତ କାମୁଡେ, କିନ୍ତୁ ଝୋଳ ହେଉଛି ହୃଦୟ କାମୁଡେ। କଙ୍କଡ଼ା ଛୁଇଁବାର ସାହସ ନାହିଁ, କିନ୍ତୁ ଖାଇବାରେ ସାହସ 200%। କଙ୍କଡ଼ା ଝୋଳ ଥାଳିରେ ପଡ଼ିଲେ ଭୋଜନର ଦରଜା ବଢି ଯାଇଥାଏ। ଖାଇବା ପିଇବା ସରିଲା ପରେ ଏଠି ବାସନ ମାଜି ଦେଇଥିଲି। ବାସନ ମାଜି ସାରିଲା ପରେ ଏଠି ଗ୍ୟାସ୍ ପୋଛି ଦେଇଥିଲି। ଗ୍ୟାସ୍ ପୋଛି ସାରିଲା ପରେ ଏଠି କପଡ଼ା ଫୋଲ୍ଡ କରି ରଖିଦେଇଥିଲି। ଇଭିନିଂ ହେଇଯାଇଥିଲା, ବସେଇ ଦେଇଥିଲି ଇଭିନିଂର ଚାହା ଆଉ ମୋ ଝିଅର ଗରମ ପାଣି। ସନ୍ଧ୍ୟାବତୀ ଦେଇ ଦେଇଥିଲି, କାରଣ ସନ୍ଧ୍ୟା ହେଇଯାଇଥିଲା। ସନ୍ଧ୍ୟା ଦେଇ ସାରିଲା ପରେ ପୂଜା ସାରି ସାରିଲା ପରେ ଆସିକି ଏଠି ପ୍ରଥମେ ଚକଟି ଦେଇଥିଲି ଅଟା। ଅଟା ଚକଟି ସାରିଲା ପରେ ଲଞ୍ଚରେ ବଳି ଯାଇଥିଲା ସୋୟାବିନ୍ ଆଳୁର ତରକାରୀ, ଆଉ ତା ସହିତ ଏଠି ମୁଁ ରୁଟି ବନେଇ ଦେଇଥିଲି। ରୁଟି ଆଉ ସୋୟାବିନ୍ ତରକାରୀ ଖାଇକି ଆଜିର ଭୋଜନ ହେଇଯାଇଥିଲା ସମାପ୍ତ। ଆଜି ଏଇଠି ମୁଁ ଭିଡ଼ିଓଟି କରିଦଉଛି ସମାପ୍ତ। ବାକି ରହିଲା କାଲି। ବାଏ, ଜୟ ଜଗନ୍ନାଥ।